ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆଜି ଦିନରେ ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଏହି ଦିନଗୁଡ଼ିକରେ ଆମମାନେ ଖ୍ରୀଷ୍ଟଙ୍କର ମଣ୍ଡଳୀ ସୁସମାଚାର ଯେଉଁ ଦାୟିତ୍ୱ, ସୁସମାଚାର ସେବା କାର୍ଯ୍ୟକୁ କିପରି ଭାବରେ ମଣ୍ଡଳୀ ଚାରିପାଖରେ ଥିବା ସ୍ୱଜାତି ବିଜାତୀୟମାନଙ୍କର ନିକଟରେ ପହଞ୍ଚାଇ ପାରିବେ, ସେଥିପାଇଁ ଆମମାନେ ଈଶ୍ୱରଙ୍କର ବାକ୍ୟର ବିଭିନ୍ନ ଅଂଶରୁ ଆମେ ଚିନ୍ତା କରୁଛୁ। ଯେତେବେଳେ ମଣ୍ଡଳୀ ମଧ୍ୟରେ ତାଡ଼ନା ଆସିଲା, ସେତେବେଳେ ସାଧାରଣ ବିଶ୍ୱାସୀମାନଙ୍କର ଦ୍ୱାରା କିପରି ଭାବରେ ଆନ୍ତିଓଖିଆ ପରି ଅଞ୍ଚଳରେ ସୁସମାଚାର କାର୍ଯ୍ୟ ବୃଦ୍ଧି ପାଇବା ପାଇଁ ଆରମ୍ଭ କଲା। କେବଳ ସାଧାରଣ ବିଶ୍ୱାସୀମାନଙ୍କର ଦ୍ୱାରା ନୁହେଁ, ମାତ୍ର ପରବର୍ତ୍ତୀ ସମୟରେ ଆମେ ପାଠ କରୁଛୁ ପ୍ରେରିତ ପାଉଲ ତାଙ୍କର ସହକର୍ମୀମାନଙ୍କ ଦ୍ୱାରା ଯେତେବେଳେ ପ୍ରଚାର କାର୍ଯ୍ୟରେ ଗୋଟିଏ ସ୍ଥାନ ପରେ ଆଉ ଗୋଟିଏ ସ୍ଥାନକୁ ସେମାନେ ଯାତ୍ରା କରୁଥିଲେ, ଆଉ ପ୍ରତ୍ୟେକ ସ୍ଥାନରେ ସେମାନଙ୍କର ସେବା କାର୍ଯ୍ୟ ଈଶ୍ୱରଙ୍କ ଦ୍ୱାରା ଆଶୀର୍ବାଦ ଯୁକ୍ତ ହେଉଥିଲା। ଆଉ ଫଳରେ ସେହି ସରଳ ବିଶ୍ୱାସୀମାନେ ସେମାନଙ୍କର ଜୀବନର ଆଦର୍ଶ, ସେମାନଙ୍କର ଜୀବନର ପରିବେଶ ମଧ୍ୟରେ ସେମାନେ ଖ୍ରୀଷ୍ଟଙ୍କର ନିମନ୍ତେ ଜୀବିତ ସାକ୍ଷୀ ସ୍ୱରୂପ ହେଇପାରିଥିଲେ। ଆଜି ଆମେ ଅଳ୍ପ ସମୟ ଚିନ୍ତା କରିବା ସେ ମଣ୍ଡଳୀମାନଙ୍କର ମଧ୍ୟରୁ ଥେସଲୋନିକେ ମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ ଭାବରେ ପ୍ରେରିତ ତାଙ୍କର ପ୍ରଥମ ପର୍ବରେ ସେ ପ୍ରକାଶ କରୁଛନ୍ତି। ସେ କହୁଛନ୍ତି, ହେ ମୋର ଥେସଲୋନିକେ ଭାଇ ଭଉଣୀମାନେ, ତୁମମାନେ ସୁସମାଚାର ଶୁଣିବା ସମୟ ଠାରୁ ତୁମର ଜୀବନରେ ଯେଉଁ ପରିବର୍ତ୍ତନ ଆସିଲା, ସେହି ପରିବର୍ତ୍ତନର ସମ୍ବାଦ ଆମମାନଙ୍କୁ ତୁମ ବିଷୟରେ କହିବାର କୌଣସି ଆବଶ୍ୟକତା ନାହିଁ। ଚାରିପାଖରେ ଯେଉଁ ଜାତି ଗୁଡ଼ିକ ଥିଲେ, ଯେଉଁ ଲୋକମାନେ ଥିଲେ, ସେମାନେ ଥେସଲୋନିକେ ମଣ୍ଡଳୀର ଭାଇ ଭଉଣୀମାନଙ୍କର ପରିବର୍ତ୍ତିତ ଜୀବନ ଦ୍ୱାରା ଏପରି ଭାବରେ ପ୍ରଭାବିତ ହେଇଥିଲେ ଯେ ଆମେ ପାଠ କରୁଛୁ, ଲେଖାଯାଉଛି, ପାଉଲ କହୁଛନ୍ତି, ଈଶ୍ୱରଙ୍କ ପ୍ରତି ତୁମମାନଙ୍କର ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବାର ଆବଶ୍ୟକତା ନାହିଁ। 7 ପଦ ଭିତରେ ଆମେ ପାଠ କରୁଛୁ, ପାଉଲ କହୁଛନ୍ତି, ତୁମେମାନେ କେବଳ ମାକିଦୋନିଆ ନୁହଁ, ଆଖାୟା ପୁଣି ସର୍ବତ୍ର ଖ୍ରୀଷ୍ଟଙ୍କ ନିମନ୍ତେ ତୁମେ ଆଦର୍ଶ ସ୍ୱରୂପ ହୋଇଅଛ। ଥେସଲୋନିକେ ମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ ଥିଲା ବୋଲି ପ୍ରେରିତ ପାଉଲ ତାଙ୍କର ପ୍ରଥମ ଚିଠାରେ ସେ ପ୍ରକାଶ କରୁଛନ୍ତି। ତେବେ ଏକ ଆଦର୍ଶ ମଣ୍ଡଳୀ କେବଳ ସୁସମାଚାର ସେବା କାର୍ଯ୍ୟରେ ବ୍ୟବହୃତ ହେଇପାରିବ। ହଁ ପ୍ରିୟ ବନ୍ଧୁଗଣ, ଆମେ ଲକ୍ଷ୍ୟ କରୁଛୁ ଯେ କିଭଳି ଭାବରେ ଏହି ମଣ୍ଡଳୀ ଦିନେ ଏକ ବିଜାତୀୟ ପରିସର ମଧ୍ୟରେ ଥିଲେ। ଲେଖାଯାଉଛି, ଯେତେବେଳେ ପ୍ରେରିତ ପାଉଲ, ସିଲୱାନ ଆଉ ତିମୋଥି 3 ଜଣ ଯାକ ଦଳଗତ ଭାବରେ ସେମାନେ ରୋମ ସାମ୍ରାଜ୍ୟର ଏହି ଏକ ଗୁରୁତ୍ୱପୂର୍ଣ୍ଣ ସହରରେ ଆସି ପହଞ୍ଚିଲେ, ଯେଉଁ ସ୍ଥାନରେ ଅନେକ ଜିହୁଦୀମାନେ ଥିଲେ, ଅଣଜିହୁଦୀମାନେ ଥିଲେ। ସେମାନେ ବିଶେଷ କରି ଅଣଜିହୁଦୀମାନେ ବିଜାତୀୟ ପରିସର ମଧ୍ୟରେ ଥିଲେ, ଦେବ ପୂଜକ ଥିଲେ। ଆଉ ଲେଖାଯାଉଛି, ପାଉଲ ଆଉ ତାଙ୍କର ସହକର୍ମୀମାନେ ତାଙ୍କର ଦ୍ୱିତୀୟ ମିଶନାରୀ ଯାତ୍ରାରେ ପ୍ରାୟ ପାଉଲ 1 ମାସ ଧରି ଦିବାରାତ୍ର, ଲେଖାଯାଉଛି, ଏ ପ୍ରିୟ ଭାଇ ଭଉଣୀମାନେ, ତୁମେ ଜାଣ କିପରି ଭାବରେ ତୁମମାନଙ୍କ ମଧ୍ୟରେ ଆମମାନେ ଦିବାରାତ୍ର ପରିଶ୍ରମ କଲୁ। ଫଳରେ ତୁମମାନେ ଆଜି ଏକ ଆଦର୍ଶ ମଣ୍ଡଳୀ ଭାବରେ ପରିଗଣିତ ହୋଇଅଛ। ତେବେ ସଂକ୍ଷେପରେ ଆମେ ଚିନ୍ତା କରୁଛୁ କିପରି ଭାବରେ ଏହି ମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ ଭାବରେ ପରିଣତ ହେଇଥିଲା। ଆଜିର ପ୍ରଶ୍ନ ପ୍ରିୟ ବନ୍ଧୁଗଣ, ଯେଉଁ ମଣ୍ଡଳୀରେ ଆପଣ ସମ୍ପୃକ୍ତ, ଯେଉଁ ମଣ୍ଡଳୀରେ ଆମେ ସମ୍ପୃକ୍ତ, ଆଜି କ'ଣ ମୋର ମାତୃମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ? ହଁ, ଅନେକ ସମୟରେ ଆମମାନେ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆମେ କହୁଛୁ ଆମର ମଣ୍ଡଳୀ ଏକ ପ୍ରତିଷ୍ଠିତ ମଣ୍ଡଳୀ, ଏକ ଉନ୍ନତ ମଣ୍ଡଳୀ ହେଇପାରେ। ମଣ୍ଡଳୀର ଲୋକ ସଂଖ୍ୟା, କେତେକ ସମୟରେ ମଣ୍ଡଳୀ ମଧ୍ୟକୁ ଆସୁଥିବା ଆର୍ଥିକ ଅବସ୍ଥା, ଏପରିକି ମଣ୍ଡଳୀ ମଧ୍ୟ ପାଳକ, ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ନେଇ
ଆମେ ଅନେକ ସମୟରେ ଗର୍ବ ଅନୁଭବ କରୁ ଯେ ଆମମାନଙ୍କର ମଣ୍ଡଳୀ এই ଅଞ୍ଚଳରେ, এই ସହରରେ, এই ଜିଲ୍ଲାରେ, এই ପ୍ରଦେଶରେ ଏକ ଉନ୍ନତ ମଣ୍ଡଳୀ। କିନ୍ତୁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆଜି ଆମେ ଥେସଲୋନିକ ମଣ୍ଡଳୀ ବିଷୟ ଚିନ୍ତା କରୁ, କୋଉ ବିଷୟରେ ସେମାନେ ଆଦର୍ଶ ଦେଇଥିଲେ, ଏପରି ଯାହାଦ୍ୱାରା କି ସେମାନଙ୍କର ଆଦର୍ଶ ବିଷୟରେ ପାଉଲ କହୁଛନ୍ତି ଆମର କିଛି କହିବାର ନାହିଁ, ଲୋକମାନେ ତୁମମାନଙ୍କର ସମ୍ବନ୍ଧରେ ତାହା ପ୍ରକାଶ କରୁଅଛନ୍ତି। ପ୍ରିୟ ବନ୍ଧୁଗଣ, ତାହା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନେକ ସମୟରେ ଆମ ବିଷୟରେ ଆମେ ଅନ୍ୟମାନଙ୍କୁ କହିଥାଉ, ଏ ଦେଖ ଆମର ମଣ୍ଡଳୀ ଏହିପରି, କିନ୍ତୁ ନା, ଏକ ପ୍ରକୃତ ଆଦର୍ଶ ମଣ୍ଡଳୀର ସାକ୍ଷ୍ୟ ନିଜେ ନୁହେଁ, ମାତ୍ର ଯେତେବେଳେ ଅନ୍ୟମାନେ ଆପଣଙ୍କର ବିଷୟରେ, ଆପଣଙ୍କର ମଣ୍ଡଳୀ ବିଷୟରେ ସାକ୍ଷ୍ୟ ଦେବେ, ତାହା ହିଁ ଯଥେଷ୍ଟ। ତେବେ କିପରି ଭାବରେ ଏହି ମଣ୍ଡଳୀ ଏକ ଆଦର୍ଶ ମଣ୍ଡଳୀ ଭାବରେ ପ୍ରତିଷ୍ଠିତ ହେଇଥିଲା, ତାର ପଛରେ ଥିଲେ ଆଦର୍ଶ ସେବାକାରୀ ପାଉଲ, ତିମୋଥୀ ଆଉ ସିଲୱାନ। ଏକ ଆଦର୍ଶ କାର୍ଯ୍ୟକାରୀ କେବଳ ଆଦର୍ଶ ମଣ୍ଡଳୀ ଗଠନ କରିବା ପାଇଁ ସକ୍ଷମ ହେଇପାରିଥାଏ। ସେଥିପାଇଁ ପାଉଲ এই ପ୍ରଥମ ପଦରେ କହୁଛନ୍ତି, ହେ ପ୍ରିୟ ଭାଇ ଭଉଣୀ ମାନେ, ଆମର ବିଷୟରେ କହିବାର କିଛି ନାହିଁ। ତୁମମାନେ ଜାଣ, ତୁମେ ଭଲ ଭାବରେ ଜାଣ, ଯୋଉଦିନ ତୁମମାନଙ୍କ ମଧ୍ୟକୁ ଆମେ ଆସିଲୁ, ତୁମମାନଙ୍କ ମଧ୍ୟରେ ବାସ କଲୁ, ତୁମମାନଙ୍କ ମଧ୍ୟରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କଲୁ, ଆମର ଆଚାର ବ୍ୟବହାର, ଆମର କଥାବାର୍ତ୍ତା, ଆମର ବସିବା ଉଠିବା, ଏ ସମସ୍ତ ତୁମେ ଲକ୍ଷ୍ୟ କରିଛ। ସେମାନଙ୍କର ଜୀବନ ପୁଣି ସେମାନଙ୍କର ବାକ୍ୟ ପ୍ରଚାର ଦୁଇଟି। ହଁ ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଖ୍ରୀଷ୍ଟୀୟ ସେବା କାର୍ଯ୍ୟରେ ଯେତେବେଳେ ଆମମାନଙ୍କର ବାକ୍ୟ, ଆମମାନଙ୍କର ଆଚରଣ, ଆମମାନଙ୍କର କାର୍ଯ୍ୟକଳାପ ଏକ ସଙ୍ଗରେ ମିଳିତ ହେଇଥାଏ, ତାହା ନିଶ୍ଚିତ ଭାବରେ ଫଳପ୍ରଦ ହେଇଥାଏ। ସେଥିପାଇଁ ପାଉଲ କହୁଛନ୍ତି, ଆମମାନଙ୍କର ବିଷୟରେ ତୁମମାନେ ଏହି ସାକ୍ଷ୍ୟ ଦେଉଅଛ। ଉପଯୁକ୍ତ କାର୍ଯ୍ୟକାରୀ, ଆଦର୍ଶ କାର୍ଯ୍ୟକାରୀ କେବଳ ଆଦର୍ଶ ମଣ୍ଡଳୀ ଗଠନ କରିବା ପାଇଁ ସହାୟ ହୋଇଥାଏ। ତେବେ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ସେମାନେ ପାଉଲ ସିଲୱାନଙ୍କ ଠାରୁ ଶୁଣିଲେ, ଲେଖାଯାଉଛି ସେମାନେ ଈଶ୍ୱରଙ୍କର ବାକ୍ୟରେ ବିଶ୍ୱାସ କଲେ। ପରବର୍ତ୍ତୀ ସମୟରେ ଲେଖାଯାଉଛି କେତେକ ଜିହୁଦୀ ମାନେ ଅନ୍ୟମାନଙ୍କୁ ପ୍ରଭାବିତ କରି ସେମାନଙ୍କର ବିରୁଦ୍ଧରେ ଉଠିଲେ। ବିଶେଷ କରି ପାଉଲ ଆଉ ତାଙ୍କର ସଙ୍ଗୀମାନେ ଯାହାଙ୍କର ଗୃହରେ ବାସ କରୁଥିଲେ, ସେଇ ଗୃହ ଉପରେ ଆକ୍ରମଣ କଲେ, ଯେପରି ଅଧିକ ପରିମାଣରେ ସେଇ ନୂଆ ବିଶ୍ୱାସୀମାନଙ୍କ ପ୍ରତି ଅଧିକ ତାଡ଼ନା ନ ଆସିବ। ସେଥିପାଇଁ ପାଉଲ ତାଙ୍କର ସହକର୍ମୀମାନଙ୍କୁ ନେଇ ଅନ୍ୟତ୍ର ସେମାନେ ଯାତ୍ରା କଲେ। ତାଡ଼ନାର ମଧ୍ୟରେ ଏହି ପ୍ରିୟ ଭାଇ ଭଉଣୀମାନେ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବା ପାଇଁ ଆରମ୍ଭ କଲେ। କାରଣ ଈଶ୍ୱର ଲେଖାଯାଉଛି, ଈଶ୍ୱରଙ୍କର ବାକ୍ୟକୁ ସେମାନେ ମନୁଷ୍ୟର ବାକ୍ୟ ଭାବରେ ଗ୍ରହଣ କଲେ ନାହିଁ। ସେଥିପାଇଁ ପାଉଲ କହୁଛନ୍ତି 5 ପଦରେ, ଯେଣୁ ଆମମାନଙ୍କର ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କର ନିକଟରେ ଉପସ୍ଥିତ ହେଲା। ପ୍ରିୟ ବନ୍ଧୁଗଣ, ଜୀବନରେ କେତେବେଳେ ପରିବର୍ତ୍ତନ ଆସେ, ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟ ଭାବରେ ଗ୍ରହଣ କରୁ। ଆଉ ଈଶ୍ୱରଙ୍କର ବାକ୍ୟ ଯେତେବେଳେ ଶକ୍ତିର ସହିତ ଆତ୍ମାଙ୍କର ପୂର୍ଣ୍ଣତାରେ ପ୍ରବେଶ କଲା, ସେତେବେଳେ ସେମାନେ ଈଶ୍ୱରଙ୍କ ଠାରେ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କଲେ। ଏହି ସ୍ଥାନରେ ଆମେ ସେମାନଙ୍କର ଆଦର୍ଶ ଜୀବନର ତିନୋଟି ବିଷୟ ଆମେ ଲକ୍ଷ୍ୟ କରିଛୁ। ପ୍ରଥମ ବିଷୟ ପାଉଲ କହୁଛନ୍ତି 2 ପଦରେ, ଆମ୍ଭମାନଙ୍କର ଈଶ୍ୱର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମମାନଙ୍କର ବିଶ୍ୱାସର କର୍ମ। କୋଉ ବିଷୟରେ ସେମାନେ ଆଦର୍ଶ ଥିଲେ? ସେମାନଙ୍କର ବିଶ୍ୱାସର କର୍ମ। ପରବର୍ତ୍ତୀ ସମୟରେ ପାଉଲ କହୁଛନ୍ତି, ଏଇ ବିଶ୍ୱାସର କର୍ମ ସର୍ବତ୍ର ପ୍ରଚାରିତ ହେଲା। କଣ ବିଶ୍ୱାସର କର୍ମ ଥିଲା? ବିଶ୍ୱାସରେ ପୁଣି କର୍ମ। ପାଉଲ କହୁଛନ୍ତି, ଯେତେବେଳେ ତୁମେ ସୁସମାଚାର ଶୁଣିଲ, ସୁସମାଚାର ଦାବି ନିକଟରେ ଯେତେବେଳେ ତୁମେ ଆପଣଙ୍କୁ ସମର୍ପଣ କଲ, କାରଣ ସେତେବେଳେ ତୁମେ ପ୍ରତିମା ପୂଜକ ଥିଲ, ସେହି ଅନୁସାରେ ଜୀବନ କାଟୁଥିଲ। କିନ୍ତୁ ତୁମେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର କର୍ମ ସ୍ୱରୂପେ ସେହି ସମୟ ଠାରୁ ତୁମେ ତୁମର ଜୀବନରୁ, ତୁମର ପରିବାର ଜୀବନରୁ, ସାମାଜିକ ଜୀବନରୁ ସେହି ପ୍ରତିମା ସକଳକୁ
ଯାହା ଯାହା ଈଶ୍ୱରଙ୍କର ବିରୁଦ୍ଧ ଥିଲା ସେ ସମସ୍ତଙ୍କୁ ତୁମେ ପରିତ୍ୟାଗ କରି ପାଉଲ କହୁଛନ୍ତି ଈଶ୍ୱରଙ୍କ ନିକଟକୁ ଫେରିଲ। ଏକ ଆଦର୍ଶ ମଣ୍ଡଳୀର ପ୍ରଥମ ଚରିତ୍ର ହେଉଛି ଏକ ପରିବର୍ତ୍ତିତ ମଣ୍ଡଳୀ। ସେମାନେ ବିଶ୍ୱାସର କର୍ମ ପ୍ରତିମା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସେମାନେ ପରିତ୍ୟାଗ କଲେ। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ଜୀବନ କେଉଁ ପ୍ରକାର? ଯଦି ଆଜି ଆମମାନଙ୍କର ମଣ୍ଡଳୀ, ଆମମାନଙ୍କର ପରିବାର, ଆମମାନଙ୍କର ଜୀବନ ଆଦର୍ଶ ମଣ୍ଡଳୀ ହେଇପାରିନି, ଜୀବନ ଆଦର୍ଶ ହେଇପାରିନି, ତେବେ ହୁଏତ ଏପର୍ଯ୍ୟନ୍ତ ଆମମାନଙ୍କର ଜୀବନର ପାପ ରୂପକ ଜାଗତିକ ବିଷୟ ସ୍ୱରୂପ ପ୍ରତିଭା ଗୁଡ଼ିକୁ ଏପର୍ଯ୍ୟନ୍ତ ଆମମାନଙ୍କର ଜୀବନରେ ଆମେ ଧରି ରଖିଛୁ। କିନ୍ତୁ ଥେସଲୋନିକେ ମଣ୍ଡଳୀର ଭାଇ ଭଉଣୀମାନେ ପ୍ରଥମ ଅବସ୍ଥାରୁ ସୁସମାଚାର ଶୁଣିବା ସଙ୍ଗେ ସଙ୍ଗେ ପ୍ରତିମା ଗୁଡ଼ିକୁ ପରିତ୍ୟାଗ କଲେ। ପାଉଲ କହୁଛନ୍ତି ଭାଇ ଭଉଣୀମାନେ, ତୁମର ଏହି ବିଶ୍ୱାସର କର୍ମ କି ତୁମମାନଙ୍କ ପକ୍ଷରେ ଏକ ଆଦର୍ଶ ସ୍ୱରୂପ ହୋଇଛି। ଫଳରେ ଅନ୍ୟ ଯେଉଁମାନେ ତୁମମାନଙ୍କର ଜୀବନ ବିଷୟରେ ଶୁଣିଲେ, ସାକ୍ଷ୍ୟ ପାଇଲେ, ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ପ୍ରକାର ଆପଣା ଆପଣା ଜୀବନ ଅଧରୁ ସେହି ପ୍ରତିଭା ଗୁଡ଼ିକୁ ସେମାନେ ପରିତ୍ୟାଗ କଲେ। ଦ୍ୱିତୀୟ ବିଷୟ, ଯେତେବେଳେ ସେମାନଙ୍କର ଜୀବନରେ ଏକ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆସିଲା, ଏକ ନୂତନ ଜୀବନ ଆସିଲା, ଯେତେବେଳେ ସେ ନୂତନ ସୃଷ୍ଟି ହେଇପାରିଲେ, ପଛର ବିଷୟକୁ, ପୂର୍ବ ବିଷୟ, ଅତୀତ ବିଷୟକୁ ପରିତ୍ୟାଗ କଲେ, ସେମାନଙ୍କର ହୃଦୟ, ସେମାନଙ୍କର ଜୀବନ ଯେ ଖ୍ରୀଷ୍ଟଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ କଥା ନୁହେଁ। ମାତ୍ର ପାଉଲ ଦ୍ୱିତୀୟ ବିଷୟ ପ୍ରକାଶ କରୁଛନ୍ତି, କେବଳ ତୁମର ବିଶ୍ୱାସର କର୍ମ ନୁହେଁ, ମାତ୍ର ତୁମର ପ୍ରେମର ପରିଶ୍ରମ। ପ୍ରେମର ପରିଶ୍ରମ। ହଁ, ତୁମେ ପ୍ରଥମ ଅବସ୍ଥାରେ ଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ଭାବରେ ହୃଦୟ ସହିତ ତୁମେ ଯେ ପ୍ରେମ କଲ ତାହା ନୁହେଁ, ମାତ୍ର ତୁମର ପ୍ରେମ ତୁମର ସହବିଶ୍ୱାସୀ ମାନଙ୍କର ନିକଟରେ ତୁମେ ପ୍ରମାଣିତ କରିଛ। ସାମାଜିକ କ୍ଷେତ୍ରରେ, ମଣ୍ଡଳୀ ଭାବରେ ତୁମମାନେ ତୁମର ଖ୍ରୀଷ୍ଟୀୟ ପ୍ରେମକୁ, ଖ୍ରୀଷ୍ଟୀୟ ଆଦର୍ଶକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିଛ। ଅନ୍ୟର ଦୁଃଖରେ ଦୁଃଖୀ, ଅନ୍ୟର ସୁଖରେ ସୁଖୀ, ଅନ୍ୟର ଅଭାବରେ ତୁମେ ସାହାଯ୍ୟକାରୀ ହେଇପାରିଲ। ତୁମର ହୃଦୟ, ତୁମର ଜୀବନ ଆଉ ନିଜର ଭିତରେ ସଂକୁଚିତ ହେଇ ରହିପାରିଲା ନାହିଁ। ତୁମେ ସ୍ୱାର୍ଥପର ହେଇପାରିଲନି, ତୁମେ ଆତ୍ମକୈତ୍ରିକ ହେଇପାରିଲନି, ପରସ୍ପର ପାଇଁ ତୁମେ ଚିନ୍ତା କରିବା ପାଇଁ ଆରମ୍ଭ କଲ। ହୁଏତ ନିଶ୍ଚିତ ଭାବରେ ସେମାନଙ୍କର ସାମାଜିକ ପରିସର, ମାଣ୍ଡଳିକ ପରିସର ନିଶ୍ଚିତ ଭାବରେ ବିସ୍ତାରିତ ହେଇଥିବ। ତାହା ଥିଲା ଆଦ୍ୟ ମଣ୍ଡଳୀର ସାକ୍ଷ୍ୟ। ଯେତେବେଳେ ଆମେ ପ୍ରେରିତ ପାଠ କରୁଛୁ, କିପରି ଭାବରେ ସେ ଆଦ୍ୟ ମଣ୍ଡଳୀର ଭାଇ ଭଉଣୀମାନେ ସେମାନଙ୍କର ସମ୍ପତ୍ତି ଗୁଡ଼ିକ ସେମାନେ ବିକ୍ରୟ କରି ପ୍ରେରିତମାନଙ୍କର ହସ୍ତରେ ସମର୍ପଣ କଲେ। ଫଳରେ ସେମାନଙ୍କ ମଧ୍ୟରେ ଥିବା ଅଭାବଗ୍ରସ୍ତ ଭାଇ ଭଉଣୀମାନେ କିପରି ଭାବରେ ସାହାଯ୍ୟ ପ୍ରାପ୍ତ ହେବେ। ଆଉ ସେହି ସମୟଠାରୁ ହୁଏତ ଏହି ପ୍ରେମର ବିଷୟ ଥେସଲୋନିକେ ମଣ୍ଡଳୀର ଭାଇ ଭଉଣୀମାନେ ଅନ୍ୟମାନଙ୍କ ନିକଟରେ ପ୍ରକାଶ କଲେ। ଆଜିର ପ୍ରଶ୍ନ, ଆପଣ ପୁଣି ମୁଁ ମାଣ୍ଡଳିକ ଭାବରେ, ବ୍ୟକ୍ତିଗତ ଭାବରେ, ଆଜି ଆମମାନଙ୍କର ସାମାଜିକ ଜୀବନରେ କିପରି ଭାବରେ ଅନ୍ୟମାନଙ୍କର ସୁଖରେ, ଅନ୍ୟମାନଙ୍କର ବିଶେଷ କରି ଦୁଃଖରେ, ଅଭାବଗ୍ରସ୍ତ ଅବସ୍ଥାରେ, ସମସ୍ୟାରେ ଆଜି କେତେ ଦୂର ଆମେ ସାମିଲ ହେଇପାରିଛୁ, କେତେ ଦୂର ଆମେ ନିଜକୁ ସମ୍ପୃକ୍ତ କରିପାରିଛୁ। ସେଥିପାଇଁ ଯୋହନ ଅତି ସୁସ୍ପଷ୍ଟ ଭାବରେ ତାଙ୍କର ଚିଠାରେ କହୁଛନ୍ତି, ଯଦି ତୁମର ଭାଇକୁ ତୁମେ ଅଭାବଗ୍ରସ୍ତ ଭାବରେ ଦେଖି କହୁଛ ଭାଇ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ, ତେବେ ତୁମର ପ୍ରେମ କେଉଁ ସ୍ଥାନରେ? ଯୋହନ କହୁଛନ୍ତି, ଯଦି ଈଶ୍ୱରଙ୍କୁ ତୁମେ ପ୍ରକୃତ ଭାବରେ ପ୍ରେମ କରୁଛ, ତେବେ ତୁମର ଭାଇ ଅଭାବଗ୍ରସ୍ତ ଅବସ୍ଥାରେ ଥିବା ସମୟରେ, ଦୁଃଖଗ୍ରସ୍ତ ଅବସ୍ଥାରେ ଥିବା ସମୟରେ ସେମାନଙ୍କ ପ୍ରତି ଆପଣା କରୁଣା ରୁଦ୍ଧ କର ନାହିଁ। ଥେସଲୋନିକେ ମଣ୍ଡଳୀ ସେମାନଙ୍କର ପ୍ରେମର ପରିଶ୍ରମ ଅନ୍ୟ ପ୍ରକାର ଭାବରେ ସେମାନେ ନିଜ ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟମାନଙ୍କ ପାଇଁ ଯାହା ଆବଶ୍ୟକ, ହୁଏତ ଅଧିକ ପରିମାଣରେ ଅର୍ଥ, ଅଧିକ ପରିମାଣରେ ସମୟ, ଅଧିକ ପରିମାଣରେ ପରିଶ୍ରମ କରିବା ପାଇଁ 2 ମାଇଲ 3 ମାଇଲ ଅନ୍ୟମାନଙ୍କ ପାଇଁ ଯିବା ପାଇଁ ସେମାନେ ପ୍ରସ୍ତୁତ ଥିଲେ। ରାତି ଅଧରେ, ଦିନ 2 ପରେ, ସକାଳ ସମୟରେ ଯେତେବେଳେ ଅନ୍ୟମାନଙ୍କର ଦୁଃଖ ସମସ୍ୟା ବିଷୟ ଦେଖୁଥିଲେ ଧାଇଁ ଯାଉଥିଲେ। ସେଥିପାଇଁ ଚାରିପାଖେ ମାସିଡୋନିଆ, ଆଖାୟା ଚାରିପାଖରେ ଥିବା ଲୋକମାନେ ଯେତେବେଳେ ଶୁଣିଲେ, ଦେଖରେ ସେମାନେ କିପରି ଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି, ପାଉଲ କହୁଛନ୍ତି ପ୍ରେମର ପରିଶ୍ରମର ସାକ୍ଷ୍ୟ ଆଜି ଅନ୍ୟମାନଙ୍କ ନିକଟରେ
ପହଞ୍ଚି ପାରିଛି ସେ ବିଷୟରେ ଆମମାନଙ୍କୁ କିଛି କହିବାର ନାହିଁ। ତୃତୀୟ ବିଷୟ, ପାଉଲ ତାଙ୍କର ଚିଠାରେ ସ୍ମରଣ କଲେ ଯେ ଦେଖ ତୁମାନେ ଖ୍ରୀଷ୍ଟଙ୍କର ପୁନରାଗମନ କରିବା ବିଷୟରେ ଯେଉଁ ସମ୍ବାଦ ପାଇଅଛ, କାରଣ ପାଉଲ ସେମାନଙ୍କୁ ଶିକ୍ଷା ଦେଇଥିଲେ ଯେଉଁ ଯୀଶୁ ତୁମର ନିମନ୍ତେ ମୃତ୍ୟୁବରଣ କଲେ, ପୁନରୁତ୍ଥିତ ହେଲେ, ମନେ ରଖ ବିଶ୍ୱାସୀ ଭାଇ ଭଉଣୀମାନେ, ସେଇ ଯୀଶୁ ପୁନର୍ବାର ଏଇ ଜଗତକୁ ଆସିବେ। ପ୍ରିୟ ବନ୍ଧୁଗଣ, ଏଇ ଥେସଲୋନିକେ ମଣ୍ଡଳର ଭାଇ ଭଉଣୀମାନେ ସେମାନଙ୍କର ବିଶ୍ୱାସର ଆରମ୍ଭରୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ବିଷୟକୁ ମନେ ରଖି ସେଇ ପ୍ରକାର ଭାବରେ ଏଇ ପ୍ରକାର ଏକ ଜୀବନ କାଟୁଥିଲେ। ଦେଖିପାରୁଛୁ କାହିଁକି ସେମାନେ ଆପଣା ପ୍ରତିଭା ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ନିକଟକୁ ଫେରିଲେ? ଯେପରି ସେମାନେ ଈଶ୍ୱରଙ୍କ ନିକଟରେ ସେମାନେ ଶୁଦ୍ଧ ପବିତ୍ର ଜୀବନ କାଟିବେ, କାରଣ ସେ ଆସୁଛନ୍ତି ଆଉ ତାଙ୍କୁ ଭେଟିବା ନିମନ୍ତେ ଏକ ପବିତ୍ର ଜୀବନ ସେ ଆସୁଛନ୍ତି। ଯଦି ଆମେ ପରସ୍ପର ପ୍ରତି ଆପଣା କର୍ତ୍ତବ୍ୟ, ଆପଣା ଭଣ୍ଡାର ଧରିବାର ଦାୟିତ୍ୱକୁ ସମ୍ପନ୍ନ ନ କରିବା, ତେବେ କିପରି ଭାବରେ ଆମେ ତାଙ୍କୁ ଭେଟିବା? ସେଥିପାଇଁ ପାଉଲ କହୁଛନ୍ତି ଯେ ତୁମେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନକୁ ଅପେକ୍ଷା କରି ଏହି ପ୍ରକାର ଜୀବନ କାଟୁଅଛ। ସେଥିପାଇଁ ଯେତେବେଳେ ସେମାନଙ୍କ ବିଶ୍ୱାସର ଜୀବନରେ ଦୁଃଖ ଆସିଲା, ତାଡ଼ନା ଆସିଲା, କଷ୍ଟ ଆସିଲା, ପାଉଲ କହୁଛନ୍ତି ହଁ ମୁଁ ଜାଣିଛି କିପରି ଭାବରେ ଅଧିକ କଷ୍ଟର ସହିତ 6 ପଦରେ ତୁମେମାନେ ବହୁ କ୍ଲେଶ ମଧ୍ୟରେ ପବିତ୍ର ଆତ୍ମାଙ୍କର ଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କଲ, ସେଥିପାଇଁ ତୁମାନେ ଆଦର୍ଶ ସ୍ୱରୂପ ହୋଇଛନ୍ତି। ହଁ, ଖ୍ରୀଷ୍ଟ ଆସୁଛନ୍ତି, ସେ ପୁରସ୍କାର ନେଇ ଆସୁଛନ୍ତି, ସେ ଆମକୁ ପୁରସ୍କାର ପ୍ରଦାନ କରିବେ। ଆମର ଦୁଃଖ ଭୋଗ ସେଇଦିନ ଶେଷ ହବ। ସେମାନେ ସ୍ମରଣ କରୁଥିଲେ ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ଦୁଃଖ ଭୋଗ କରିବେ ସେମାନେ ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। ଏହି ବିଷୟ ଥେସଲୋନିକେ ମଣ୍ଡଳ ଭାଇ ଭଉଣୀମାନଙ୍କର ଜୀବନକୁ ଅଧିକାର କରି ନେଇଥିଲା। ସେଥିପାଇଁ ପାଉଲ କହୁଛନ୍ତି, ସେଇ 2 ପଦରେ ପାଠ କରୁଛୁ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମମାନଙ୍କର ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ଆମେ ସ୍ମରଣ କରି ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ଭରସା, କୋଉ ଭରସା? ପ୍ରଭୁ ଯୀଶୁ ଆସିବେ, ପୁରସ୍କାର ଦେବେ। ସେଥିପାଇଁ ଧୈର୍ଯ୍ୟ ସହକାରେ, ଅଧୈର୍ଯ୍ୟ ହେଇନାହାନ୍ତି, କ୍ଳାନ୍ତ ହେଇନାହାନ୍ତି, କ୍ଲେଶ ଭୋଗରେ ପରିତ୍ୟାଗ କରି ଖ୍ରୀଷ୍ଟଙ୍କୁ ପଛକୁ ଚାଲି ଯାଇନାହାନ୍ତି, ଧୈର୍ଯ୍ୟ ସହକାରେ। ପ୍ରିୟ ବନ୍ଧୁଗଣ, ଆଜି ଯେତେବେଳେ ଆମମାନଙ୍କର ଚାରିପାଖରେ ବିଶ୍ୱାସ ସକାଶେ, ପ୍ରଭୁଙ୍କର ସେବା ସକାଶେ ତାଡ଼ନା କଷ୍ଟ ଆସୁଛି, କେତେ ନିରାଶ ହେଇଯାଉଛୁ, କେତେ ହତାଶ ହେଇଯାଉଛୁ। ସେଇଥିପାଇଁ ଆଜି ଆମେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ୱରୂପ ହେଇପାରିନାହୁଁ। ପାଉଲ ସ୍ମରଣ କରୁଛନ୍ତି ତୁମର ବିଶ୍ୱାସର କର୍ମ, ତୁମର ପ୍ରେମର ପରିଶ୍ରମ, ତୁମର ଭରସାର ଧୈର୍ଯ୍ୟ ହେତୁ ଆଜି ତୁମେ ଚାରିପାଖରେ ଥିବା ଲୋକମାନଙ୍କ ନିମନ୍ତେ ଆଦର୍ଶ ସ୍ୱରୂପ ହୋଇଅଛ। କାରଣ ସେମାନେ ଆଦର୍ଶ ସେବାକାରୀ ପାଉଲ ତାଙ୍କର ସହଯୋଗୀମାନଙ୍କର ଜୀବନକୁ ଦେଖିଲେ, ଉପଯୁକ୍ତ ସତ୍ୟ ବାକ୍ୟ ସେମାନେ ଶୁଣିଲେ, ସେଥିରେ ବିଶ୍ୱାସ କଲେ। ଯାହା କିଛି ହଉନା କାହିଁକି ସେମାନେ ପ୍ରତିମା ସବୁକୁ ପରିତ୍ୟାଗ କରି ଖ୍ରୀଷ୍ଟଙ୍କଠାରେ ଏକନିଷ୍ଠ ବିଶ୍ୱାସରେ ସେମାନେ ଲାଗି ରହିଲେ। ପରସ୍ପର ପ୍ରତି କର୍ତ୍ତବ୍ୟରେ ସେମାନେ ବିଶ୍ୱସ୍ତ ହେଲେ, ଅପେକ୍ଷା କରିଥିଲେ ଖ୍ରୀଷ୍ଟ ଆସିବେ, ପୁରସ୍କାର ନେଇ ଆସିବେ। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ମଣ୍ଡଳୀ କ'ଣ ଏକ ଆଦର୍ଶ ମଣ୍ଡଳୀ କି ଏପର୍ଯ୍ୟନ୍ତ ଆମେ ଆଦର୍ଶ ହେଇପାରିନୁ? ଆମମାନଙ୍କର ଜୀବନରେ ଅନେକ ବିଷୟ ଗୁଡ଼ିକ ଏପର୍ଯ୍ୟନ୍ତ ଅସୁଧରା ଅବସ୍ଥାରେ ରହିଛି, ଅପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମମାନଙ୍କର ଖ୍ରୀଷ୍ଟୀୟ ବିଶ୍ୱାସର ଜୀବନ, ଆମର ମାଣ୍ଡଳିକ ଜୀବନ ଏକ ପରିବର୍ତ୍ତିତ ଜୀବନ ହେବ। ସାମାଜିକ ଭାବରେ ଆମେ ଏକ ବିଶ୍ୱସ୍ତ ଭଣ୍ଡାର ଭାବରେ ଆମେ ଜୀବନ କାଟିବା। ସର୍ବଶେଷରେ ଯେପରି ଆମେ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ, ହଁ ସେ ଆସିବେ, ସେ ନିତାନ୍ତ ଆସିବେ, ବିଚାର କରିବା ପାଇଁ ଆସିବେ, ପୁରସ୍କାର ଦେବା ପାଇଁ ଆସିବେ। ସେଥିପାଇଁ ଯୀଶୁ କହିଲେ, ମୋର ଆଗମନ ପର୍ଯ୍ୟନ୍ତ ତୁମେ ସେବା କାର୍ଯ୍ୟରେ ଲାଗି ରହିଥାଅ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆପଣ ମୁଁ ତାଙ୍କର ଆଗମନ ସମୟରେ ବିଶ୍ୱସ୍ତ ଭାବରେ ଯେପରି ଆମେ ଆଚରଣ କରିବା। ଆମେନ୍।